କିନ୍ତୁ ମୋ ବୋଉ ବହୁତ ବଢ଼ିଆ ଆଉ ସିଏ ତା ଛୋଟ ଲାଇଫ୍‌ରେ ଏତେ ଆମ ପାଇଁ ପରିଶ୍ରମ କରିଛି। ଆମେ ଯଦି ସ୍ୱର୍ଗର ଅପ୍ସରା ବି ତା ପାଇଁ ଆଣି ଦିଉ ତଥାପି କମ୍ ହେଇଯିବ। ସକାଳୁ ସକାଳୁ ଭାଇ ବନା ହେଇଛି ପାଇନାପଲ୍ ଜୁସ୍ ତ ଚାଲ ପିଇଦେବା। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍‌ରେ। ତ ଯେମିତିକି ମୁଁ ଯାଇଥିଲି ପାଖାପାଖି 9 ଦିନ ହେଲାଣି ଗାଁକୁ। ତ ଆଜି କାଲି ଆସି ପହଞ୍ଚିଲି ଭୁବନେଶ୍ୱରରେ। ତ ଆଜିର ବ୍ଲଗ୍ସ ଭୁବନେଶ୍ୱରରେ ଆମ ରୁମ୍‌ରୁ ଷ୍ଟାର୍ଟ ହେଉଛି। ଆଉ ଗାଁରେ ବହୁତ ମାନେ ଭଲ ଏକ୍ସପିରିଏନ୍ସ ରହିଲା। ଯେମିତିକି ଗାଁରେ ସାଙ୍ଗସାଥି, ବନ୍ଧୁବାନ୍ଧବ, ଘର ଲୋକ, ଗାଁର ପର୍ବପର୍ବାଣୀ, ଗାଁର ଅନୁଷ୍ଠାନଠୁ ଆରମ୍ଭ କରି ଗାଁର ଛୋଟ ଛୋଟ ପିଲା ଯେଉଁ ସବୁ ଜିନିଷ ମୋତେ ଭଲ ଲାଗେ ସେସବୁ ଜିନିଷ ମୁଁ ଗାଁରେ କଲି। ଆଉ ବହୁତ ଖୁସି ଲାଗିଲା, ଭଲ ଲାଗିଲା। ତ ଯାହା ହଉ ସମସ୍ତଙ୍କୁ ଭଲ ପାଇବା ସେମିତି ଥାଉ, ସମସ୍ତେ ଖୁସିରେ ରୁହନ୍ତୁ। ଏମିତିରେ ଆମ ବ୍ଲଗ୍ସ ଭୁବନେଶ୍ୱର ଆଜି ଷ୍ଟାର୍ଟ କରିବା। ଫାଇନାଲି 9 ଦିନ ପରେ ଖିଆ ହବ ଆଜି ଦହିବରା। ଏଇଠି ସବୁ ଅଛି। ସାମ୍ନାରେ ରହିଲା କଳିଙ୍ଗ ଦ୍ୱାର, ଯେଉଁଟା ଆମ ଆର୍ମି ବାଟାଲିୟନ୍। ତ ଯେଉଁମାନେ ଆମ ଦେଶକୁ ପ୍ରୋଟେକ୍ଟ କରୁଛନ୍ତି ତ ସେମାନଙ୍କୁ ସାଲ୍ୟୁଟ୍। ଡିଜିଟାଲ ହେଇଯାଉ ଦୁନିଆ, ଗାଁ ସବୁବେଳେ ଗାଁ ହେଇ ରହିଥାଏ। ସେଠି ମାନେ ମାନେ ଗୋଟେ ଭଲ ପାଇବା, ସ୍ନେହ ଶ୍ରଦ୍ଧା ସମସ୍ତଙ୍କ ଭିତରେ ଗୋଟେ ମାନେ କୋଅପରେସନ୍ ବଣ୍ଡିଙ୍ଗ ଥାଏ। ଆଉ ଯଦି ଆପଣ ସହର କଥା କହିବେ, ସହର ଡିଜିଟାଲ ନହେଲେ ବି ଏଠି ସହର ଚିନ୍ତାଧାରା ରହିବ। ଲୋକମାନେ ତମକୁ ହଇରାଣ କରିବା ଚେଷ୍ଟା କରିବେ, ମାନେ ସହରର ଚିନ୍ତାଧାରା ସମଥିଙ୍ଗ ଡିଫରେଣ୍ଟ। ଏଠି ସମସ୍ତେ ଚାହିଁବେ ଆମେ ଖାଲି କୋଟିପତି ହେବୁ, ପଇସା ଇନକମ୍ କରିବୁ, ଲାଇଫଷ୍ଟାଇଲ ବଞ୍ଚିବୁ, ନା ଠାକୁର ଭକ୍ତି ଅଛି, କିଛି ନାହିଁ। ସବୁ ଲୋକ ଦେଖାଣିଆ ଏଠି ହେଇପାରେ। ବହୁତ ସାରା ଲୋକ ଅଛନ୍ତି ସେମାନେ ବହୁତ ଭଲ ଲୋକ, ଆମେ କହିବାନି ଯେ ସେମାନେ ବି ଖରାପ। ମାନେ ରାବଣ ଯେଉଁଠି ଥିଲା ଲଙ୍କାର, ସେଇଠି ବହୁତ ଭଲ ଲୋକ ଥିଲେ ଯେଉଁମାନେ ରାମଚନ୍ଦ୍ରକୁ ଭଲ ପାଉଥିଲେ, ସୀତାଙ୍କୁ ଭଲ ପାଉଥିଲେ। ତ ସବୁଠି ଭଲ ଲୋକ ଅଛନ୍ତି, ସବୁଠି ଖରାପ ଲୋକ ଅଛନ୍ତି। କିନ୍ତୁ ଫରକ ଏଇଆ, ଗାଁ ସବୁବେଳେ ଗାଁ, ସହର ସବୁବେଳେ ସହର। ତ ମୁଁ ଯେମିତି ଯାଇଥିଲି ଆମ ଗାଁକୁ, ସବୁଠୁ ବଡ଼ ଏକ୍ସପିରିଏନ୍ସ ଥିଲା ଯେ ମୁଁ 4.5 ବର୍ଷ ପରେ ଗଲି। ଆମ ଗାଁ ଲୋକ ଭାବିଲେ ଯେ କିଛି ଅସୁବିଧା ଥିଲା। ମାନେ ବହୁତ ସାରା ଲୋକ ଆମ ଘରକୁ ଆସିଥିଲେ, ପଚାରୁଥିଲେ କ'ଣ ଅସୁବିଧା ହେଇଛି, କି କିଛି କିଛି ପ୍ରୋବ୍ଲେମ୍ ତୋର ହେଇଛି କହ। ଦେଖନ୍ତୁ ସେମାନେ ପଇସା ନ ଦିଅନ୍ତୁ, ସାହାଯ୍ୟ ନ କରନ୍ତୁ, କିନ୍ତୁ ସେମାନଙ୍କ ଭିତରେ ମୋ ପ୍ରତି ଯେଉଁ ଭଲ ପାଇବା ଥିଲା, ସହରରେ ସେ ଜିନିଷ କେହି ଲୋକ ପଚାରିବେନି। ଯଦି ଆପଣ ସହର ଛାଡ଼ି ଗାଁକୁ ପଳେଇବେ, ଲୋକ କହିବେ ଇଏ ପୁରା ଚୋର ଟାଉଟଟା, ଏଇଟା ସେ ଲୋକ ବହୁତ ସାରା ନେଗେଟିଭ୍ କହିବେ। କିନ୍ତୁ ଗାଁରେ ଆପଣଙ୍କୁ ବୁଢ଼ୀ ମା ହଉ, ଭାଇ ହଉ, ଦାଦା ହଉ, ମାନେ ଆସି ଆପଣଙ୍କୁ ପଚାରିବେ ଅସୁବିଧା କ'ଣ ହେଇଛି, ତୁ ସୁବିଧାରେ ଅଛୁ ନା ନାହିଁ। ମାନେ ବହୁତ ସାରା ଜିନିଷ ଗାଁ ଆଉ ସହର ଭିତରେ ହେଇଥାଏ। ଗାଁରୁ ମୁଁ 7-8 ଦିନ ପରେ ଆସିଲି। ଆଉ ଭୁବନେଶ୍ୱରରେ ବହୁତ ସାରା କାମ ବି ପେଣ୍ଡିଙ୍ଗ ପଡ଼ିଯାଇଥିଲା। ତ ମୁଁ ପଳେଇଲି, କିଛି କାମ ଥିଲା, କାମ ଫାମ ସାରି ଆସି ରୁମ୍‌ରେ ଶୋଇ ପଡ଼ିଥିଲି। କାହିଁକିନା ଆମ ଗାଁ ପାଣି ଆଉ ଭୁବନେଶ୍ୱର ପାଣି ଭିତରେ ବହୁତ ସାରା ମାନେ ଜଳବାୟୁର ତଫାତ୍ ଅଛି। ତ ବଡ଼ିଟା ମୋତେ ଟିକେ ମାନେ ସେଇଭଳିଆ ଲାଗୁଥିଲା ଯେ ରେଷ୍ଟ ନେବା ଦରକାର। ତ ଫାଇନାଲି ଆସି ମୁଁ ଶୋଇ ପଡ଼ିଥିଲି। ଏବେ ଜଷ୍ଟ ଉଠିଲି। ତ ସକାଳେ ଯାହା ଖାଇଥିଲା, ଖରାବେଳେ କିଛି ବି ଖାଏନି। ଆଉ ଏମିତିରେ କ'ଣ ଫ୍ରୁଟ୍ସ ଆଣିଥିଲି, ଖାଇ ଦେଇଥିଲି। ତ ଭାବୁଛି ମାନେ ଗାଁର ଶୋଇବା ଏଠି ଶୋଇବା ତ ବହୁତ ସାରା ଫରକ ଅଛି। କାହିଁକିନା ଗାଁରେ ଶୋଇବା ମାନେ ବାପା ମାଆ ଥିବେ, ଗୋଟେ ଘର ନିଜର। ଏଇଠି ଆମେ କ'ଣ ଭଡ଼ାଟିଆ ରହୁଛୁ, ଏଇଟା ଆମ ନିଜ ଘର ନୁହଁ। ତ ଭଡ଼ାଟିଆ ହିସାବରେ ରହିବାକୁ ପଡ଼ୁଛି। ସେମିତିରେ ନାହିଁ, ଏଇଟା ଘର, କିଛି ଅସୁବିଧା ସେମିତି କିଛି ନାହିଁ। କିନ୍ତୁ ଗାଁର ଖୁସି ଯେଉଁ ଯେମିତି ମଜା ଆସେ, ସେମିତି ଏଇଠି ଆପଣଙ୍କୁ ଲାଗିବନି କେବେ ହେଲେ। ଫାଇନାଲି ମୁଁ ନେଇ ଆସିଥିଲି କୋଳି, ମାନେ ଅଙ୍ଗୁର କୋଳି ନେଇ ଆସିଥିଲେ। ଏସବୁ ଜିନିଷ ଖାଇ ଦେଇଥିଲି। ତ ମୁଁ ଦେଖିଲି କୋଳି ବହୁତ ବଢ଼ିଆ ରେଟ୍‌ରେ ମିଳୁଛି। ଗୋଟେ ପୁରା ପେନ୍ଥା, ଏମିତି ପୁରା ପେନ୍ଥା ପେନ୍ଥା କୋଳି ପୁରା ନେଇ ଆସିଛି। କୋଳିଟା କେତେ ଟେଷ୍ଟ ଅଛି ଚାଲନ୍ତୁ ଦେଖିବା। ଏଇ କୋଳିଟା ଆଣିଛି ଭାଇ, କି ଟେଷ୍ଟ, ବଢ଼ିଆ ଟେଷ୍ଟ। ମିଠା ମାନେ ପ୍ରବଳ ମିଠା। ହଁ ହଁ ହଁ, ଗୋଟେ କଥା କହିବାକୁ ଆପଣଙ୍କୁ ଭୁଲି ଯାଇଥିଲି। ଯେତେବେଳେ ମୁଁ ଘରୁ ଆସୁଥିଲି, ମୋ ବୋଉ କାନ୍ଦି ପକାଇଲା ସେଠି। ଆଉ ମାନେ ମୁଁ ବହୁତ ଦିନ ପରେ ଯାଇଥିଲି। ଆକ୍ଚୁଆଲି ଆମ ଘର ଲୋକ ନା ମୋତେ ବହୁତ ଭଲ ପାଆନ୍ତି। ମାନେ ମୁଁ ମୋ ଜୀବନରେ କେବେ ଚୋରି କରେନି, ଭୁଲ କାମ କରେନି, ମାନେ ଖରାପ ଜିନିଷ ଅଭ୍ୟାସ ନାହିଁ, କୌଣସି ଜିନିଷ ମୋର ଅଭ୍ୟାସ ନାହିଁ। ଖରାପ ସାଙ୍ଗରେ ପଡ଼ି କୌଣସି ଖରାପ କର୍ମ କରିବା, ଏସବୁ ଜିନିଷ କ୍ୟାରେକ୍ଟର ନାହିଁ। ତ ସେ ସବୁ ଜିନିଷ ଆମ ଘର ଲୋକ ଆଉ ମୋ ସହିତ ଯେଉଁମାନେ ମିଶିଛନ୍ତି, ସ୍ପେଶାଲି ଆମ ଗାଁ ଲୋକ ସମସ୍ତେ ଜାଣିଛନ୍ତି ମୁଁ କ'ଣ କ୍ୟାରେକ୍ଟର ପିଲା। ତ ମୋ ବୋଉ ବହୁତ କାନ୍ଦୁଥିଲା। କିନ୍ତୁ ମୋ ବୋଉ ବହୁତ ବଢ଼ିଆ ଆଉ ସିଏ ତା ଛୋଟ ଲାଇଫ୍‌ରେ ଏତେ ଆମ ପାଇଁ ପରିଶ୍ରମ କରିଛି। ଆମେ ଯଦି ସ୍ୱର୍ଗର ଅପ୍ସରା ବି ତା ପାଇଁ ଆଣି ଦିଉ ତଥାପି କମ୍ ହେଇଯିବ। ଆଉ ଆମ ବାପା ମାନେ ଏତେ ଏତେ ଷ୍ଟ୍ରଗଲ୍ କରୁଛନ୍ତି ତାଙ୍କ ଲାଇଫ୍‌ରେ ଆମମାନଙ୍କୁ ପାଠ ପଢ଼ି ବଡ଼ କରିବାକୁ। ଆମେମାନେ ପ୍ରତି ମୁହୂର୍ତ୍ତରେ ସେ ଜିନିଷକୁ ଭାବୁ ଯେ ଆମେ କୌଣସି ଭୁଲ କଲେ ଆମ ବାପା ମାଆଙ୍କୁ କେହି କହିବେନି ଯେ ତମ ପିଲା ଭୁଲ କରୁଛନ୍ତି। କୌଣସି ଦିନ ଆମେ ଭୁଲ କରିନୁ, ନା ଜୀବନ ସାରା କେବେ ବି ମୁଁ କେବେ ଭୁଲ କରିବିନି ଯେ ଯେଉଁ ଭୁଲ ପାଇଁ ମୋ ବାପା ମାଆଙ୍କୁ ଦିନ ନା ଦିନ ଶୁଣିବାକୁ ପଡ଼େ, କେବେ ବି ନାହିଁ, କରିବିନି। ଲାଇଫ୍‌ରେ କୌଣସି ପରିସ୍ଥିତି ଆସିଯାଉ, ମୁଁ କେବେ ବି ସେ ଭୁଲ କରିବିନି ଯେଉଁଥିପାଇଁ ମୋ ଘର ଲୋକଙ୍କୁ ମୁଣ୍ଡ ନେବାକୁ ପଡ଼ିବ। କମ୍ପ୍ରମାଇଜ୍ କରିବାର ଅଛି ଲାଇଫ୍‌ରେ, କମ୍ପ୍ରମାଇଜ୍ କରିବା। କିନ୍ତୁ ନିଜ ଘର ପରିବାରକୁ ନେଇକରି କମ୍ପ୍ରମାଇଜ୍ କରିବା ଆଉ ତାଙ୍କୁ ହଇରାଣ ପକେଇବା, ଏସବୁ ଜିନିଷ ଆମ କଲଚର୍ ନାହିଁ। ତ ମୁଁ ବି ରିକ୍ୱେଷ୍ଟ କରିବି ଆପଣମାନେ ବି ଯଦି ସେଇଭଳିଆ ସିଚୁଏସନ୍ ଅଛନ୍ତି, ସେସବୁ ସିଚୁଏସନ୍ ଭୁଲି ଯାଆନ୍ତୁ ଆଉ ଘର ପରିବାରକୁ ପ୍ରାୟୋରିଟି ଦିଅନ୍ତୁ। ଆଉ ସେଇଠି ଲାଇଫ୍‌ରେ ମାନେ ଏତେ ଖୁସି ଥାଏ ନା, ମାନେ ବିଶ୍ୱ ବ୍ରହ୍ମାଣ୍ଡର ଯେଉଁ ଖୁସିଟା ନା ଘରେ ହିଁ ଥାଏ, ଆଉ କେଉଁଠି ନଥାଏ। ସାଙ୍ଗ ଆସିବେ 2 ଦିନ ପାଇଁ, ବୋତଲ ଉଠେଇବେ, ଫୋପାଡ଼ି ଦେଇ ପଳେଇବେ, 3 ଦିନକୁ ଫୋନ୍ ଉଠେଇବେନି।
पचार आप मेडिकल पढ़ते आप बापा माँ आप जाए पहुँचे। ये हूँ भुवनेश्वर सबुठ बड़ टांकी। तो ये मो दादा अच्छा तो ये आसले मुझे तेल पकाए। मो गाड़ी में प्रेसरटा भाई बहुत कम अच्छी। तो ये मो लाइन लगे प्रेसर दवा को। तो ये प्रेसर देद फ्री रे मिलूँ कहीं पैसा खर्च करिया। फाइनाली बहुत दिन पर आसली मास्टर कैंटीन। तो गाँव पड़े ये तो आम सब आसे कम थाए। तो बहुत दिन पर आसला नजर थोड़ा अलग अलग लगुच। तो ये भ्यूटा देखो के मस्त लगुच। तो सूर्य देवता के जावाक रेडी है आउ ट्राफिक पूरा फांका फांका। तो बढ़िया लगुच भाई। फाइनाली आसीगला आमर ये पूरा खाइबा को। तो नहीं आसली डोसा ये चटनी घरिक अच्छी। तो यहाँ मिसे खाइबा। फाइनाल नहीं जा आलू नहीं जा तो सरी जाइए। तो फाइनाल आसी पहुँचली रूम रे। तो अब खाइबा अंगूर सकाଳେ खाई जाइए 4टा बेले खाई पुणी अब राति खाइदा अंगूर। रोषेईबास चलती रोषेईबास सरला खाईदबा। तो ये भोक लगे ना अंगूर खाइबा। तो फाइनाली आसीगला आम खाइबा। तो ये अल्प दिन भात नहीं ये आम आलू चकड़ा करदेचे। ये अच्छी छतु आलू को भाजी देचे तो खाइबा। तो फाइनाली खाଇବା ପିଇବା ସରିଗଲାଣି। ଚାଲ ଯିବା ଶୋଇ ପଡ଼େ ନିଦ ବି ଲାଗିଲାଣି ଭାଇ ବହୁତ ଜୋରେ। ଆଉ ସେମିତିରେ ଦେହଟା ଟିକେ ଟିକେ ଭଲ ଲାଗୁନି କାରଣ ଗାଁ ପାଣି ଭୁବନେଶ୍ୱର ପାଣି ଚେଞ୍ଜ ହେଲା ପରେ ବଡ଼ିରେ ଟିକେ ଯାହା ବି ପରିବର୍ତ୍ତନ ଆସିଛି। ତ ଆଇ ହୋପ ଆପଣମାନଙ୍କ ଆଜି ଭିଡ଼ିଓ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଲାଇକ୍ କରିଦେବେ। ଚ୍ୟାନେଲ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିଦେବେ। ଦେଖା ପୁଣି ଆପଣମାନଙ୍କ ସହିତ ନୂଆ ବ୍ଲଗ୍ ସହ। ଥ୍ୟାଙ୍କ୍ସ ଫର ୱାଚିଂ ଭିଡ଼ିଓ। ଆଣିଥିଲୁ କନ୍ଦମୂଳ। ତ ଏଇଠି ତାକୁ ପୋଡ଼ି ଦେଇଛୁ ଚୁଲିରେ। ତ ଏଇଟା ଖାଇବାକୁ ମସ୍ତ ଲାଗିବ ଆଉ ମିଠା ମିଠା ଲାଗିବ ଆଉ टेस्ट ଲାଗିବ ଆଉ ଚୁଲିରେ ପୋଡ଼ିଦେଲା ପରେ ତା ଟେଷ୍ଟଟା ସମଥିଙ୍ଗ ପୁରା ଅଲଗା ଅଛି।